ମୁଁ ତ ତା ଭିତରେ ହଜି ଯାଇଥିଲି ସେ ଲୋକଙ୍କ ଭିତରେ। ଏବେ ମତେ ପାଇଲ ଜଷ୍ଟ ଆପଣ ହିଁ ପାଇଲେ ମତେ ଆଣିକି ଆସି ଠିଆ କରିଛନ୍ତି। ଆଉ ବହୁତ ବଢିଆ ଲାଗୁଛି ନୟାଗଡ଼ ଆସିକି। ଆଉ ନୟାଗଡ଼ ଲୋକଙ୍କର ଭଲ ପାଇବା ଦେଖି ଆହୁରି ବଢିଆ ଲାଗୁଛି କି ଆଜି ପୁରା ହଲ୍ ଫୁଲ୍ ଅଛି। ଏଇଟା ଖୁସି ଲାଗୁଛି କି ମାନେ ଲଢେଇ ସିନେମା ଆଜି ଆଜି ପଢୁ ପଢୁ ଲୋକ ପୁରା ଫୁଲ୍ ଏଠି। ବହୁତ ବଢିଆ ଲାଗୁଛି। ବହୁତ ଜାଗାରେ କଣ କରାଯାଏ କି ପ୍ରିମିୟର ରେ ହାଉସଫୁଲ କରିଦିଆଯାଏ। ଆଜ୍ଞା ତାପରେ ଯଦି ଫିଲ୍ମର ଦମ ନଥାଏ ତ ସେଇ ଜାଗାରେ ଫିଲ୍ମକୁ କଣ ଦିନେ ଦି ଦିନ ପରେ ଉଠିଯାଏ। ତ ଆପଣ ଭାବୁଛନ୍ତି ଆପଣ ଫିଲ୍ମର କେତେ ଦମ ଅଛି? ଦମ ଅଛି, ବହୁତ ଦମ ଅଛି। ଲଢେଇ ବା ଲଢେଇ କରି କରି ଆସିଛି, ଲଢେଇ କରିବ। ଆପଣ ଫିଲ୍ମ ଆରମ୍ଭ ଧରିକି ରିଲିଜ ପର୍ଯ୍ୟନ୍ତ ଲଢେଇ ହିଁ ଲଢେଇ ଚାଲିଛି। ଲଢେଇ କଣ ଭାବୁଛନ୍ତି ସକ୍ସେସ ହେଇଗଲା? ନା ସେମିତି ସେଇଟା ତ ଆମେ କହିପାରିବୁନୁ ସକ୍ସେସ ହେଇଗଲା ବୋଲି। ଯାହା ଲୋକ ଚାହିଁବେ ଯଦି ତାହେଲେ ସକ୍ସେସ ହେଇପାରିବ, ନ ହେଇ ବି ପାରିବ। ଆପଣ କଣ ଫୁଲ ଏଫର୍ଟ ଦେଇଛନ୍ତି? ବହୁତ ବହୁତ ଏଫର୍ଟ ଦେଇଛି ମୁଁ ଫିଲ୍ମ ପାଇଁ। ଆଉ ବୋମା ମୋ କ୍ୟାରେକ୍ଟର ଅଛି ସେଥିରେ ବୋମା। ଆଉ ମୁଁ କେମିତି ଫାଟୁଛି ଆସିକି ହଲରେ ଦେଖିପାରିବେ। ବମ ରେ ବହୁତ ଦମ ଅଛି ଭାଇ, ବହୁତ ଦମ ଅଛି ମୋ ବମ ରେ। ଆଉ ଏତିକି କହିବି କି ସମସ୍ତେ ଆସନ୍ତୁ ଆଉ ଥରେ ଲଢେଇ ଦେଖି ଯାଆନ୍ତୁ କେମିତି ଲାଗୁଛି। ୟୁଟ୍ୟୁବରେ ଥିଲା ଆପଣଙ୍କର ବର୍ତ୍ତମାନ ବଡ ପରଦାରେ ଆଜ୍ଞା କେତେ ପରିବର୍ତ୍ତନର କେତେ ଚେଞ୍ଜେସ୍? ପରିବର୍ତ୍ତନ ୟୁଟ୍ୟୁବ ହଉଛି ଆମ ଜିନିଷ। ଆମେ ସେଠି ଡିରେକ୍ଟର, ଆମେ ପ୍ରଡ୍ୟୁସର, ଆମେ ସବୁ କିଛି କହିବାକୁ ଗଲେ ଆମେ ଆକ୍ଟର, ଆମେ ସବୁ ସେଠି ଏମିତି କରୁଥିଲୁ। ଏଠି ଗୋଟେ ନର୍ମାଲି ଆମର ବଡ ସ୍କ୍ରିନ୍ ଯେହେତୁ ଡିରେକ୍ଟର ଥିଲେ ଅଶୋକ ସାର୍, ତାପରେ ପ୍ରଡ୍ୟୁସର ଥିଲେ ଦେବାଶିଷ ସାର୍। ସମସ୍ତଙ୍କୁ ରେସପେକ୍ଟ ଦେଇକି କାମ କରିବା କଥା ଆଉ। ଛୋଟ ପରଦାରୁ ବଡ ପରଦା କାମ ଅଛି। ଛୋଟ ପରଦାରୁ ଆପଣ ବଡ ପରଦା ପର୍ଯ୍ୟନ୍ତ ଆସିଲେ, ସେଇ କାମ କରିବା ଆଉ ଏ କାମ କରିବା ଭିତରେ ସେମିତି କିଛି ଫରକ ଦେଖୁଛନ୍ତି ଆପଣ ନା ନାହିଁ? ବହୁତ କିଛି ଫରକ ଅଛି, ବହୁତ କିଛି ଫରକ ଅଛି। ବଡ ପର୍ଦା ମାନେ ସିନେମା। ସିନେମା ଗୋଟେ ଲକ୍ଷ୍ୟ ଆମର ଥିଲା କି ୟୁଟ୍ୟୁବରେ କରିବା, ତାପରେ ସିନେମା ଯାଇ କରିବା। ଯାହା ହଉ ସେ ଲକ୍ଷ୍ୟଟା ଆଜି ସାର୍ ମୋର ପୂରଣ କରିଦେଇଛନ୍ତି, ଅଶୋକ ସାର୍। ଆଉ ଧନ୍ୟବାଦ ଦେବି ସାର୍। ଆପଣ ରହିବେ ନା ଆଉ କିଛି ପ୍ଲାନିଂ ଅଛି? ତାପରେ ଆଉ ବଡ ପରଦା ବି ଆସିଲେ ସେ ଆସୁଛନ୍ତି ବହୁତ ଜଲ୍ଦି। ସାନୁ ଭାଇ ବହୁତ ଜଲ୍ଦି ଆସୁଛନ୍ତି ବଡ ପର୍ଦାରେ, ଆଉ ବହୁତ ଜଲ୍ଦି। ଆଜ୍ଞା ଏତିକି ରିକ୍ୱେଷ୍ଟ କରିବି ସମସ୍ତେ ଆସି ଦେଖନ୍ତୁ ଆଉ ରିଭ୍ୟୁ ଦିଅନ୍ତୁ କେମିତି ଲାଗୁଛି ଲଢେଇ।